ଓଡ଼ିଶାରେ ଆମର 12 ମାସରେ 13 ପର୍ବ, ସେଥିରୁ ପ୍ରଥମାଷ୍ଟମୀ ବି ଗୋଟେ। ଆଜି ଆମେ ତିଆରି କରିବା ପ୍ରଥମାଷ୍ଟମୀ ସ୍ପେଶାଲ ଏଣ୍ଡୁରି ପିଠା ବା ହଳଦୀ ପତ୍ର ପିଠା। ଏହି ହଳଦୀ ପତ୍ର ପିଠା ସମସ୍ତଙ୍କୁ ତିଆରି କରିବା ଜଣା, କିନ୍ତୁ କରିବା ପ୍ରୋସେସ୍ ଟିକେ ସମସ୍ତଙ୍କର ଅଲଗା ଅଲଗା ଥାଏ। ମୁଁ ଆଜି ଯେଉଁ ପ୍ରୋସେସ୍ରେ କରିଛି ଥରେ ଏମିତି କରିକି ଦେଖନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କ ପିଠା ଏକଦମ ପରଫେକ୍ଟ ହେବ। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସସ୍ମିତା ମହାନ୍ତି ଓଡ଼ିଆ ରୋଷେଇରେ। ଯଦି ଭିଡ଼ିଓଟି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଡେରି ନ କରି ଚାଲନ୍ତୁ ତିଆରି କରିବା ଏଣ୍ଡୁରି ପିଠା ବା ହଳଦୀ ପତ୍ର ପିଠା। ଏଠି ମୁଁ ନେଇଛି 2 ଗିନା ଚାଉଳ। ଚାଉଳରେ ନେଇଛି ମୁଁ ଅରୁଆ ଚାଉଳ। ଯେଉଁ ଗିନା ନେବେ ସେଇ ଗିନାରେ ବିରିର ମେଜରମେଣ୍ଟ କରିବା। ଏଠି ମୁଁ ନେଲି 2 ଗିନା ଅରୁଆ ଚାଉଳ। ସେଇ ଗିନାରେ ମେଜର କରିକି ମୁଁ ଏଠି ନେଲି 1.5 ଗିନା ବିରି, 1 କପ୍ ଆଉ ଅଧା କପ୍। ବିରି ଚାଉଳକୁ ଭଲ ଭାବରେ ଧୋଇଦେବା 3 ରୁ 4 ଥର କରିକି। ଧୋଇଲା ପରେ ମୁଁ ବିରିରେ ପକାଇ ଦେଉଛି 1 ଟିସ୍ପୁନ୍ ମେଥି। ମେଥି ପାଖାପାଖି 1 ଟିସ୍ପୁନ୍ର ନେଇଯାଇଛି। ଦୁଇଟାକୁ କଭର କରିଦେବା, ରଖିଦେବା ପାଖାପାଖି 5 ଘଣ୍ଟା ପାଇଁ। ଭଲ ଭାବରେ ଭିଜିଯିବ। ତା ଭିତରେ ଚାଲନ୍ତୁ ପୁରର ପ୍ରସ୍ତୁତି କରିନେବା। ପୁର ତିଆରି କରିବା ପାଇଁ କଡ଼େଇରେ ମୁଁ ଟିକେ ଗୁଡ଼ ନେଇଯାଇଛି। ଗୁଡ଼ ଏଠି ପାଖାପାଖି 350 ରୁ 400 ଗ୍ରାମ ପାଖାପାଖି ନେଇଛି। ଗୁଡ଼ ଟିକେ ଅଧିକା ଲାଗିବ, କାରଣ ପିଠା ମିଠା ନହେଲେ ଖାଇବାକୁ ଭଲ ଲାଗିବନି। ଏଠି ଗୋଟେ ବଡ଼ ସାଇଜ୍ର ନଡ଼ିଆ ନେଇଛି। 1 ଲିଟର କ୍ଷୀରରେ ଛେନା ଛିଡ଼େଇ ଦେଇଛି। 1 ଲିଟର କ୍ଷୀରର ଛେନା ନେଇଛି। ସବୁ ଜିନିଷକୁ ଭଲ ଭାବରେ ଆଗେ ମିକ୍ସ କରିଦେବା। ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମ୍ ରଖିକି ପୁରଟାକୁ ଭଲ ଭାବରେ ଭାଜି ନେବା। ଦେଖନ୍ତୁ ମିକ୍ସ କଲା ପରେ ଏଣା ଟିକେ ପାଣି ପାଣି ଲାଗୁଛି, ଆଉ କିଛି ସମୟ ଭାଜିବା। ଦେଖନ୍ତୁ ଏଣା ପୁରା ପରଫେକ୍ଟ ଭାଜି ହେଇଯାଇଛି। ଏଥିରେ ଗୁଜୁରାତି ଗୁଣ୍ଡ ପକାଇଦେବା, ଆଉ ଭାଜିବାନି, କାରଣ ପୁରଟା ଥଣ୍ଡା ହେଲା ପରେ ଆଉ ଟିକେ ଟାଣ ହେଇଯିବ। ବେଶୀ ଯଦି ଭାଜିଦେବେ ବେଶୀ ଡ୍ରାଏ ହେଇଯିବ। এই ଷ୍ଟେଜ୍ରେ ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିକି ପୁରଟାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦେଉଛି। ତା ଭିତରେ ଦେଖନ୍ତୁ 5 ଘଣ୍ଟା ହେଇଗଲାଣି। ଚାଉଳ ଭଲ ଭାବରେ ଭିଜି ଯାଇଛି ଆଉ ବିରି ବି ଭିଜି ଯାଇଛି। ଚାଉଳକୁ ଗୋଟେ ଛଣାରେ ଛାଣି ନେବା ଆଉ ପାଣି ସବୁ ବାହାର କରିନେବା। ଏମିତି 5 ମିନିଟ୍ ରଖିଦିଅନ୍ତୁ, କିଛି ପାଣି ଥିବ ସେ ବାହାରିଯିବ। ତାପରେ ଗୋଟେ ଏମିତି ଶୁଖା କପଡ଼ାରେ ଚାଉଳଟାକୁ ଭଲ ଭାବରେ ଖେଳେଇ ଦେବା। ପଙ୍ଖା ତଳେ ପାଖାପାଖି 10 ମିନିଟ୍ ଏମିତି ରଖିଦିଅନ୍ତୁ, ଯେମିତି ହାଲକା ହାଲକା ଟିକେ ଡ୍ରାଏ ହେଇଯିବ। ପୁରା ଡ୍ରାଏ କରିବେନି, ଯେମିତି ହାଲକା ହାଲକା ଶୁଖିଯିବ। ତା ଭିତରେ ଚାଲନ୍ତୁ ବିରିଟାକୁ ଗ୍ରାଇଣ୍ଡ କରିନେବା। ବିରିଟାକୁ ଏଣା ବ୍ଲେଣ୍ଡରରେ ନେଇଯିବି। ଯେଉଁ ବିରିର ପାଣିଟା ଯେତେବେଳେ ଦେଇଥିବେ ଭଲ ପାଣି ଦେଇଥିବେ, କାରଣ ସେଇ ବିରିର ପାଣିଟା ଆମେ ଏଇଠି ୟୁଜ୍ କରିବା। ପାଖାପାଖି 4 ରୁ 5 ବଡ଼ ଚାମଚ ମୁଁ ବିରିରେ ପାଣି ଦେଇଦେଲି। ସେ ବିରିର ପାଣିଟାକୁ ଦେବେ ଯେଉଁଥିରେ ବତୁରେଇଥିଲେ, କାହିଁକିନା ପିଠାଟା ଭଲ ଭାବରେ ଫୁଲିବ। ଦେଖନ୍ତୁ ଚିକ୍କଣ କରିକି ବିରିଟାକୁ ଭଲ ଭାବରେ ବାଟିଦେଲି। ଗୋଟେ ଜାଗାରେ କାଢ଼ି ନେବା ବିରିଟାକୁ। ଚାଉଳ ଭଲ ଭାବରେ ଶୁଖିଯାଇଛି, ଯେମିତି ହାଲକା ହାଲକା ଡ୍ରାଏ ହେଇଯାଇଛି। এই ଷ୍ଟେଜ୍ରେ ଚାଉଳଟାକୁ ଚୁନା କରିକି ଗୁଣ୍ଡ କରିନେବା। ମୁଁ ଏକାଥରେ ଗୁଣ୍ଡ କରିନି, 2 ଥର କରିକି ଗୁଣ୍ଡ କରିନେଲି। ଚାଉଳକୁ ଗୁଣ୍ଡ କରିକି ଦେବା ଫଳରେ ପିଠଉଟା ଆମର ପାଣି ପାଣି ହେବନି, ଏକଦମ ଡ୍ରାଏ ରହିବ। ପିଠା କରିବାକୁ ଆପଣଙ୍କୁ ବହୁତ ଇଜି ହେବ। ବିରିଟାକୁ 4 ରୁ 5 ମିନିଟ୍ ପାଇଁ ଭଲ ଭାବରେ ଫେଣ୍ଟି ଦେଉଛି। ପ୍ରଥମ ବିରିଟାକୁ ଭଲ ଭାବରେ 4 ରୁ 5 ମିନିଟ୍ ଫେଣ୍ଟିଲା ପରେ ସେଥିରେ ଚାଉଳ ଚୁନାକୁ ପକାଇ ନେଲି। ଏଥିରେ ମୁଁ ପାଣି ଆଡ଼୍ କରୁନି। ଯଦି ଆପଣଙ୍କୁ ଦରକାର ପଡ଼ିବ ତାହେଲେ ଆପଣ ଆଡ଼୍ କରିପାରନ୍ତି, କାରଣ ବିରିରେ ଯେତିକି ପାଣି ଦେଇଥିଲି ଚାଉଳ ଚୁନା ଏକଦମ ପରଫେକ୍ଟ ହେଲା, ଆଉ ପାଣି ଦରକାର ପଡ଼ିଲାନି। ସବୁଯାକୁ ଚାରିଆଡ଼ୁ ପୋଛି ଦେଇକି ଭଲ ଭାବରେ ଗୋଟେ ଜାଗାରେ କରିନେଲି। ତାପରେ ଆକୁ କଭର କରିଦେବା, ଗୋଟେ ରାତି ପାଇଁ ରଖିନେବା। ଯଦି ଦିନରୁ କରୁଛନ୍ତି ତାହେଲେ ମିନିମମ୍ 8 ରୁ 10 ଘଣ୍ଟା ପାଇଁ ରଖିଦେବେ। ଦେଖନ୍ତୁ ପିଠଉଟା ଗୋଟେ ରାତି ରଖିଲା ପରେ ବଢ଼ିଆ ଭାବରେ ଦେଖନ୍ତୁ ଫୁଲି ଯାଇଛି। ପାଖରୁ ଦେଖାଉଛି, ଦେଖନ୍ତୁ ବଢ଼ିଆ ଭାବରେ ଫୁଲିଛି। ଶୀତ ଦିନେ ଟିକେ ଅଧିକା ସମୟ ଲାଗିବ ପିଠଉଟା ଫୁଲିବା ପାଇଁ, ତେଣୁ ରାତିରେ ଯଦି ବାଟିକି ରଖିଦେବେ ସକାଳୁ ବଢ଼ିଆ ଭାବରେ ଫୁଲି ଯାଇଥିବ। ସେଥିରୁ ଯେତିକି ଦରକାର ସେଇଥିରେ ଲୁଣ ପକାଇବି। ଅଧା କିଛି ପିଠଉ ମୁଁ କାଢ଼ିଦେଲି। ଲୁଣ ଏଥିରେ ପକାଇ ନେଲି। 2 ରୁ 3 ଚାମଚ ପାଣି, ବେଶୀ ପାଣି ଦେବାନି, 2 ରୁ 3 ଚାମଚ ପାଣି ମୁଁ ଏଠି ଆଡ଼୍ କରୁଛି। ଭଲ ଭାବରେ ଲୁଣଟାକୁ ମିକ୍ସ କରିଦେବା ପିଠଉରେ। ପାଣି ଗରମ କରିକି କିଛି ହଳଦୀ ପତ୍ର ଏଥିରେ ପକାଇ ନେଲି। କଭର କରିଦେଇକି ପାଣିଟାକୁ ଫୁଟିବାକୁ ଛାଡ଼ିଦେବା। ହଳଦୀ ପତ୍ର ପକାଇବା ଫଳରେ ପାଣିରେ ତାର ଫ୍ଲେଭରଟା ଆସିବ, ପିଠାରେ ବି ଫ୍ଲେଭର ଆସିବ, ଖାଇବାକୁ ଭଲ ଲାଗିବ। ତା ଭିତରେ ପିଠାର ପ୍ରସ୍ତୁତି କରିନେବା।
हळदी पत्र को भल भाव धोई देइथिली सेथिरे पानी टिके लगे देबे। सुखा हळदी पत्र रे कले पिठा जम्मा बाहरिबनी उठिबनी, तेणु हळदी पत्र रे पानी लगे देबे, ता उपरे पिठो देबे, तेरे पूरा देकी एमती देखंतु फोल्ड कर दबा, चारियाडू भल भाव बंद कर दबा। ए टिप्स को सब फॉलो करंतु, देखिबो आपनकर पिठा एकदम परफेक्ट हबो। मन रखिबे हळदी पत्र जेतबेले पिठो देबे ता ऊपर पानी टिके लगे देबे, तादरे पूरा देखी एमती सब पिठा को मु प्रस्तुत करि नउची। साइड साइड करके मु एमती रखि नेबी। सब पिठा को एमती कला परे चलंतु आमे पानी जो गरम हे गलानी तादरे आमे पिठा गुरा को रखि नबा। पिठा को बेसी मु पिठा दौनी, पाखापाखि 5टी पिठा करिछि। 5टी पिठा को मु लगे दउछि, रखि दउछि, काहेकि ना बेसी जगह बड़ नै, छोट जगह मु करूछि, तेणु बेसी पिठा देले एका संगे भल भाव हबनी, तेणु कम कम अमाउंट रो पिठा आपण करि परिबे। जदि बड़ जगह करूछंती त अधिका दे पारंती। कवर करके पाखापाखि छाड़ी दउछि 15 रु 20 मिनिट पई। 15 रु 20 मिनिट भितर पिठाटा एकदम हो जाइथिबो। मन रखिबे तळे पानी एकदम सफिशिएंट देथिबे। जदि कम पानी देथिबे जगह जळि जिवार चांस अछि, तेणु पानी सफिशिएंट देबे। देखंतु 15 रु 20 मिनिट परे मु काढी देछि, पिठाटा एकदम परफेक्ट हेछि। एटा को काढी देबा, टिके ठंडा हवा पई रखि देबा। ठंडा हला परे देखंतु एना बेसी पूरा ठंडा हैनी, एकदम गरम गरम अछि। केते बढ़िया भाबरे पिठाटा हेछि। आ हळदी पत्र रु देखंतु केते बढ़िया भाबरे भारी जाउछि, बिल्कुल स्टिकी हेकि लागि कि रहउनी, काहेकि ना हळदी पत्र रे पानी टिके लगे कि आपण पिठाटा जदि करिवे एकदम बढ़िया भाबरे बाहरिबो। आ देखंतु मेजरमेंट एकदम बिरी चाउळर परफेक्ट अछि, पिठाटा पूरा नरम हेछि। तले प्रथमाष्टमी रे आपण माने घरे एमती पिठा करंतु आ समस्तंको सर्व करंतु। तेबे आजिर भिडियोटी आपण मानको केमती लागिला, जदि भल लागिला प्लीज भिडियोटी को लाइक कर देबे, अन्य मानक सहित शेयर करिया को भूलिबे नै। तेबे रहूची, पुणी देखा हबो गोटे नवा भिडियो रे। जय जगन्नाथ।